ଗଙ୍ଗା ଗୋପତି ଗୋମତୀ ଗଣପତି ଗୋବିନ୍ଦ ଗୋବର୍ଦ୍ଧନ ଗୀତା ଗୋମୟ ଗୋରଜ ଗିରିଶତା ଗଙ୍ଗାଧର ଗୌତମ ଗାୟତ୍ରୀ ଗରୁଡ଼ ଗୋଦାଧର ଗୟା ଗମ୍ଭୀର ଗୋଦାବରୀ ଗନ୍ଧର୍ବାଗ୍ରହ ଗୋପ ଗୋକୁଳ ଗଣା ପୂର୍ବମସ୍ତୁତେ ମଙ୍ଗଳମ୍। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ। ମୋର ଚ୍ୟାନେଲ ଜ୍ୟୋତିଷର ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ଯେଉଁ ନକ୍ଷତ୍ର ସିରିଜ ଆରମ୍ଭ କରିଛେ, ଆମେ ଚିତ୍ରା ନକ୍ଷତ୍ର ପର୍ଯ୍ୟନ୍ତ ପଢିଥିଲେ, ଯାହାକି 14 ନମ୍ବର ନକ୍ଷତ୍ର। ଆଜି ସେହି କ୍ରମରେ ଆମେ ଯିବା ପାର୍ଟ 425 ଆଉ ଶୀର୍ଷକଟିର ନାଁ ହେଉଛି ସ୍ୱାତି ନକ୍ଷତ୍ର ତୁଳା ରାଶି ବା 15/7। ତାହେଲେ ବନ୍ଧୁଗଣ ଦେଖନ୍ତୁ, ତୁଳା ରାଶି ବିଷୟରେ ଆମେ ପୂର୍ବ ପାର୍ଟରେ ଆଲୋଚନା କରିଥିଲେ। ଆଜି ଦେଖିବା ଏଇ ସ୍ୱାତି ନକ୍ଷତ୍ରଟି କଣ ଆଉ ତାଙ୍କର ସ୍ୱଭାବ, ପ୍ରକୃତି, ବୃତ୍ତି, ସତର୍କତା ଆମେ ସବୁ ଜାଣିବା। ଦେଖନ୍ତୁ ବନ୍ଧୁଗଣ, ଯେଉଁମାନେ ସ୍ୱାତି ନକ୍ଷତ୍ର ତୁଳା ରାଶିରେ ଜନ୍ମଗ୍ରହଣ କରିଥାନ୍ତି, ଅର୍ଥାତ୍ ଆପଣଙ୍କ ଜାତକଟି ଖୋଲନ୍ତୁ, ଦେଖନ୍ତୁ ସେଠି ମଝିରେ ଲେଖା ହେଇଥିବ ଆପଣଙ୍କର କୁଣ୍ଡଳୀରେ 15/7। ଯଦି ଲେଖା ହେଇଛି ତାହେଲେ ଜାଣନ୍ତୁ ଏହା ଆପଣଙ୍କ ବିଷୟରେ ହିଁ କୁହାଯାଉଅଛି। ତାହେଲେ ଯେଉଁମାନେ ସ୍ୱାତି ନକ୍ଷତ୍ର ତୁଳା ରାଶିରେ ଜନ୍ମଗ୍ରହଣ କରିଥାନ୍ତି, ତାଙ୍କର ଦଶା ସ୍ୱାମୀ ହେଉଛନ୍ତି ରାହୁ। ସେ ରାହୁ ମହାଦଶାରେ ଜନ୍ମ ବୋଲି ତାଙ୍କୁ କୁହାଯାଏ। ରାହୁ ମହାଦଶାର ଅବଧି ହେଉଛି 18 ବର୍ଷ। ଆଉ ତାଙ୍କର ଦେବତା ହେଉଛନ୍ତି ବାୟୁଦେବ। ଆଉ ସେ ନକ୍ଷତ୍ରଟି ଦେଖିବାକୁ କୋଉ ଭଳିଆ? ଖଣ୍ଡା ଭଳିଆ ଚିତ୍ର ଆପଣ ଦେଖିପାରିବେ। ତାକୁ କହନ୍ତି ସ୍ୱାତି ନକ୍ଷତ୍ର। ଆଉ ସେ କେଉଁ କେଉଁ ମଣିଷର ଅଙ୍ଗ ପ୍ରତ୍ୟଙ୍ଗରେ ତାଙ୍କର ଆଧିପତ୍ୟ ବିସ୍ତାର କରିଥାନ୍ତି? ବନ୍ଧୁଗଣ ଦେଖନ୍ତୁ, 1ରେ ଚର୍ମ, 2ରେ ଗାଲ, 3ରେ କିଡନୀ, 4ରେ ଛାତି। ଏ 4ଟି ଜିନିଷ ଉପରେ ସ୍ୱାତି ନକ୍ଷତ୍ରଙ୍କର ଆଧିପତ୍ୟ ଥାଏ। ଆଉ ସବୁଯାଙ୍କ ଚରଣ, ଅର୍ଥାତ୍ ଗୋଟିଏ ନକ୍ଷତ୍ରର 4ଟି ଚରଣ ସର୍ବାଧିକ। ତେଣୁ ସର୍ବାଧିକ 4ଟି ଚରଣ ଯାକ କଣ ହେଇଛି ନା ତୁଳା ରାଶିର ହିଁ ଅନ୍ତର୍ଭୁକ୍ତ। ସିଏ ଆଉ କୋଉ ରାଶିକି ଯାଆନ୍ତି ନାହିଁ, କେବଳ ତୁଳା ରାଶିରେ ହିଁ ରହନ୍ତି 4ଟି ଯାଙ୍କ ଚରଣ, ଯାହାର ମାଲିକ ହଉଛନ୍ତି ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ବା ଶୁକ୍ର ଗ୍ରହ। କାହିଁକି ନା ତୁଳା ରାଶିର ମାଲିକ ହଉଛନ୍ତି ଶୁକ୍ର। ଆଚ୍ଛା ବନ୍ଧୁଗଣ ଦେଖନ୍ତୁ, ଯେଉଁମାନଙ୍କର ଏଇ ନକ୍ଷତ୍ରଟି ହେଇଥାଏ ସେଇମାନଙ୍କ ପାଇଁ ଆମେ ଟିକେ ଜାନକାରୀ ତାଙ୍କ ବିଷୟରେ ଜାଣିବା। କଣ କେମିତି ସବୁ ତାଙ୍କର ଶୁଭ ସଂଖ୍ୟା କିଏ, ଅକ୍ଷର କିଏ, କେଉଁ ଗଛକୁ ପୂଜା କରିବା ବା ମାନିବା ଉଚିତ। ଦେଖନ୍ତୁ, ତାହେଲେ ସେମାନଙ୍କର ଶୁଭ ସଂଖ୍ୟାଟି ହଉଛି 4, ଅକ୍ଷର ସଂଖ୍ୟା ହଉଛି L ଆଉ R। ମାନେ ଲ ଅକ୍ଷରରେ ଆପଣ ନାଁଟି ଦେଇପାରିବେ ବା R ଅକ୍ଷରରେ ଅର୍ଥାତ୍ ର ଅକ୍ଷରରେ ଆପଣ ତାମାନେ ନାଁଟି ଦେଇପାରିବେ। ଆପଣଙ୍କ ପାଇଁ ଏ 2ଟି ଅକ୍ଷର ଶୁଭପ୍ରଦ ଅକ୍ଷର। ରଙ୍ଗଟି କଣ ନା ରଙ୍ଗଟି ହଉଛି କଳା ରଙ୍ଗ। କଳା ରଙ୍ଗଟି ଶୁଭ ତାଙ୍କ ପାଇଁ। ଆଉ ଦିଗଟି ହଉଛି କଣ? ପଶ୍ଚିମ ଦିଗ ଆଉ ନୈಋତ କୋଣ। ବନ୍ଧୁଗଣ ପଶ୍ଚିମ ଦିଗ ତ ଆପଣ ମାନେ ବୁଝିପାରୁଛନ୍ତି ନିଶ୍ଚୟ। ନୈଋତ କୋଣର ଅର୍ଥ ହଉଛି ଆମର ଦକ୍ଷିଣ ଆଉ ପଶ୍ଚିମ ଦିଗର କୋଣଟିକୁ ନୈଋତ କୋଣ କୁହାଯାଏ। ଆଉ ବୃକ୍ଷ ହିସାବରେ କୋଉ ବୃକ୍ଷ ନା ବୃକ୍ଷ ହିସାବରେ ଅର୍ଜୁନ ବୃକ୍ଷ। ଆଚ୍ଛା,
ଆଉ ଯୋଉ ବିବାହ ଦଶମେଳକ କରାଯାଉଛି ତା ଭିତରେ ଆପଣ ଜାଣନ୍ତୁ ସ୍ୱାତୀ ନକ୍ଷତ୍ରଟି ମହିଷ ଯୋନିର ଅନ୍ତର୍ଭୁକ୍ତ ଅଟେ। ଆଉ ଗଣ ହିସାବରେ ଆମର ଯୋଉ 3ଟି ଗଣ ଅଛି, ନର, ଦେବ, ରାକ୍ଷସ, ଏଇଭଳିଆ ଯୋଉ 3ଟି ଗଣ ଅଛନ୍ତି ତା ଭିତରୁ ସ୍ୱାତୀ ନକ୍ଷତ୍ର ଦେବଗଣର ଅନ୍ତର୍ଭୁକ୍ତ ଅଟନ୍ତି। ଆଉ ଯୋଉ ନାଗନାଡି ଦେଖାଯାଉଛି ସେ ନାଗନାଡିରେ ଏମାନେ ଉପର ଧାଡିରେ ଥାନ୍ତି, ଅର୍ଥାତ୍ ପୃଷ୍ଠ ନାଡିରେ ଥାନ୍ତି। ତାହେଲେ ବନ୍ଧୁଗଣ, ମୁଁ ଭାବୁଛି ଆପଣମାନେ ଏ ଜିନିଷଟି ବୁଝିଲେଣି। ଏବେ ଦେଖିବା ତାଙ୍କର କେଉଁ ବୃତ୍ତି ସିଏ କରିପାରିବେ, କେଉଁ ବୃତ୍ତିଟି କଲେ ତାଙ୍କ ପାଇଁ ଠିକ ରହିବ। ମୁଖ୍ୟତଃ ଏଇ ସ୍ୱାତୀ ନକ୍ଷତ୍ରର ବ୍ୟକ୍ତିବିଶେଷ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ହେଇଥାନ୍ତି। କାହିଁକି ନା ସେମାନଙ୍କର ପରିଚାଳନା କ୍ଷମତାଟା ବହୁତ ଅଧିକା ଥାଏ। ଆପଣ ଯଦି କୌଣସି ଫ୍ୟାକ୍ଟ୍ରିଟିଏ କରିଛନ୍ତି, ଫ୍ୟାକ୍ଟ୍ରିରେ ଆପଣ ଶହ ଶହ କର୍ମଚାରୀ ରଖିଛନ୍ତି, କର୍ମଚାରୀ ରଖିବାର ଅର୍ଥ ହେଉଛି କ'ଣ? ଆପଣ ତାମାନେ ସେ ଲୋକଟିକି ଚାକିରି ଦେଇନାହାନ୍ତି ଯେ ତା ପରିବାରଟିକି ଆପଣ ପୋଷୁଛନ୍ତି, ତାହେଲେ ଆପଣ ଜଣେ ପୋଷଣାହାରୀ ଅଟନ୍ତି। ତାପରେ ଦେଖନ୍ତୁ ବନ୍ଧୁଗଣ, ଆଉ ମୁଖ୍ୟତଃ ଏମାନେ ଭଲ ସ୍ପୋର୍ଟସ ମ୍ୟାନ ହେଇଥାନ୍ତି। ଖେଳକୁଦ କ୍ଷେତ୍ରରେ ଏମାନେ ବହୁତ ନାଁ ଯଶ ଅର୍ଜନ କରିଥାନ୍ତି। ଆଉ କଳା କ୍ଷେତ୍ରରେ ମଧ୍ୟ ଏମାନେ ପଛାନ୍ତିନି, ଭଲ ଗାୟକ ହେଇଥାନ୍ତି, ସଙ୍ଗୀତକାର ହେଇଥାନ୍ତି। ଆଉ ଯେତିକି ଆଡଭେଞ୍ଚରିୟସ ୱାର୍କ, ଯୋଉ କାମ କି ଅଲଗା ଲୋକ କରିବା ପାଇଁ ସାହସ କରନ୍ତି ନାହିଁ, ସେଇଭଳିଆ କାମ ଗୁଡ଼ିକ ଏଇ ପ୍ରକାର ବ୍ୟକ୍ତି ବିଶେଷ କରିବା ପାଇଁ ଭଲ ପାଆନ୍ତି। ତାଙ୍କୁ ଆଡଭେଞ୍ଚରିୟସ ଲାଇଫଟି ବହୁତ ଭଲ ଲାଗେ, ଯାହା ଫଳରେ କି ସେମାନେ ମୁଖ୍ୟତଃ ପାଇଲଟ ହବା ପାଇଁ ବି ପସନ୍ଦ କରନ୍ତି। କାରଣ ପାଇଲଟର କାମ କିଛି ଛୋଟିଆ କାମ ନୁହଁ। ଆଉ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏମାନେ ବହୁତ ଉପରକୁ ଯାଇଥାନ୍ତି। ଏମାନେ ଶିକ୍ଷକ ବି ହେଇପାରିଥାନ୍ତି, ଅଧ୍ୟାପକ ବି ହେଇପାରିଥାନ୍ତି। ଆଉ ନ୍ୟାୟିକ କ୍ଷେତ୍ରରେ ମଧ୍ୟ ତାଙ୍କର ବହୁତ ଯୋଗଦାନ ଥାଏ। ସେମାନେ ଓକିଲ ହେଇଥାନ୍ତି, ଜଜ୍ ହେଇଥାନ୍ତି। ଆଉ ସବୁରି ମୂଳରେ ଗୋଟିଏ ଜିନିଷ ସେମାନଙ୍କୁ ଭଲ ଲାଗେ, ସେମାନେ ଯେକୌଣସି ବୃତ୍ତିରେ ବି ଥାଆନ୍ତୁ, ପଲିଟିକ୍ସ କି ଭାରି ଭଲ ପାଆନ୍ତି। ରାଜନୀତି କରିବା ପାଇଁ ତାଙ୍କର ମୂଳ ଇଚ୍ଛାଟି ହେଉଛି ରାଜନୀତି। ତା ଅର୍ଥ, ରାଜନୀତି କୋଉ ଲୋକ କରିବା ପାଇଁ ଇଚ୍ଛା ପ୍ରକାଶ କରେ? ଯେଉଁ ବ୍ୟକ୍ତି ସେବା ମନୋବୃତ୍ତିର ହେଇଥିବେ, ସେ ଲୋକଙ୍କ ପାଇଁ କିଛି ସେବା କରିବେ, ଲୋକମାନେ ତାଙ୍କୁ ଚିହ୍ନିବେ, ଜାଣିବେ। କାହିଁକି? ରାଜନୀତିରେ ଜଣେ ଜିତିଗଲା ପରେ ତା ପାଇଁ ଗୋଟେ ଫିଲ୍ଡ ପ୍ରସ୍ତୁତ ହେଇଯାଏ ସେବା କରିବା ପାଇଁ। ତେଣୁ ସେ ସେଇଭଳିଆ କାମ ଗୁଡ଼ିକ କରିବା ପାଇଁ ବହୁତ ଭଲ ପାଆନ୍ତି। ଆଉ ଏମାନେ କଳା କ୍ଷେତ୍ରରେ ମଧ୍ୟ ଦେଖନ୍ତୁ, ଯେମିତି ବଂଶୀବାଦନ, ତାଙ୍କ ଦ୍ୱାରା ବଂଶୀବାଦନ ବହୁତ ଭଲ ହୁଏ। ଆଉ ଡ୍ୟାନ୍ସିଂ କ୍ଷେତ୍ରରେ ମଧ୍ୟ ସେମାନେ ବହୁତ ନାଁ କରିଥାନ୍ତି। ଆଉ ଯେତେ ପ୍ରକାର ଡିଜାଇନ ଅଛି, ଡିଜାଇନର ହବା ପାଇଁ ତାଙ୍କୁ ଭଲ ଲାଗେ। କବି, କାହିଁକିନା ତାଙ୍କ ଭିତରେ ସୃଜନଶୀଳତା ବି ଥାଏ, ସେ କବି ବି ହେଇପାରନ୍ତି। ଆଉ ଯଦି ବ୍ୟବସାୟୀ ହୁଅନ୍ତି, ସେମାନେ ଗୋଟେ ସ୍ପେଶାଲ ବ୍ୟବସାୟ, ଯାହାକି ଖେଳନା ବ୍ୟବସାୟ। ଆପଣ ମାନେ ଦେଖିଥିବେ କୌଣସି ଯାନିଯାତ୍ରା ହେଲେ ସେଠି ବହୁତ ପ୍ରକାର ଖେଳନା ସବୁ ବିକ୍ରି ହଉଥାଏ। ତାହେଲେ ସେଗୁଡ଼ିକ ଫେରେ କୌଣସି ଜାଗାରେ ତିଆରି ହେଇଛି କି ନାହିଁ? ତେଣୁ ସେ ତିଆରି କରିବା ଠାରୁ ଆରମ୍ଭ କରି ରିଟେଲର ପର୍ଯ୍ୟନ୍ତ ଏଇ ସ୍ୱାତୀ ନକ୍ଷତ୍ର ତୁଳା ରାଶିର ବ୍ୟକ୍ତି ବିଶେଷ ସେଥିପାଇଁ ସମ୍ପୂର୍ଣ୍ଣ ଭାବରେ ଫିଟ୍ ହେଇଥାନ୍ତି। ଆଉ ମୁଖ୍ୟତଃ ଯେତେ ପ୍ରକାର ଆମର ଯେମିତି ସ୍କାଏ ଡାଇଭିଂ, ତେଣୁ ଏଇଭଳିଆ ଜିନିଷ ଗୁଡ଼ିକ ଯୋଉଟା ଆଡଭେଞ୍ଚରିୟସ ୱାର୍କ, ମୁଁ ଆଗରୁ ଆପଣଙ୍କୁ କହିଛି, ସେଇ ଆଡଭେଞ୍ଚରିୟସ ୱାର୍କଟି ତାଙ୍କୁ ବହୁତ ଭଲ ଲାଗେ। ତାହେଲେ ବନ୍ଧୁଗଣ, ଆମେ ଏଇ ଯୋଉ ଆଲୋଚନା କରୁଛେ ସ୍ୱାତୀ ନକ୍ଷତ୍ର ଆଉ ତୁଳା ରାଶି, ବା ଯାହାକୁ ଆମେ 15/7 ବୋଲି କହିଥାଉ, ସେ ବ୍ୟକ୍ତି ବିଶେଷ ଦେଖନ୍ତୁ, ସେମାନେ ଦେବଗଣ ହେଇଥିବାରୁ ତାଙ୍କର ବୁଦ୍ଧି ଖଟେଇ କରି ସେ ବହୁତ କିଛି କାମ
କରିଥାନ୍ତି। ଆଉ ଶତ୍ରୁହନ୍ତା ମଧ୍ୟ ହେଇଥାନ୍ତି। ଶତ୍ରୁହନ୍ତାର ଅର୍ଥ ହେଉଛି ତାଙ୍କ ପଛରେ ବହୁତ ଶତ୍ରୁ ଲାଗନ୍ତି। ଲାଗିଲେ ବି ସେ ଶତ୍ରୁମାନେ ଯେମିତି ପର୍ବତକୁ ଗୋଟେ ଟେକା ଫୋପାଡ଼ିଲା ଭଳିଆ ହୁଏ। ତା ଅର୍ଥ ଶତ୍ରୁ ଲାଗିବେ କିନ୍ତୁ କିଛି କରିପାରିବେ ନାହିଁ। କ୍ଷତି ପରେଶାନ କରିପାରନ୍ତି କିଛି ମାତ୍ରାରେ, କିନ୍ତୁ କୌଣସି ମେଜର କ୍ଷତି କରିପାରନ୍ତି ନାହିଁ। ଆଚ୍ଛା, ତାପରେ ଆଉ ଗୋଟିଏ ବନ୍ଧୁଗଣ ଦେଖନ୍ତୁ, ଶତ୍ରୁ ଲାଗିବେ, ଏଇଟା ଭଲ କି ଖରାପ? ସାଧାରଣତଃ ଯିଏ ଯେଡ଼େ ବଡ଼ ସଫଳତାର ବ୍ୟକ୍ତିତ୍ୱ ହେଇଥାନ୍ତି ତାଙ୍କର ବହୁତ ଶତ୍ରୁ ଥାଆନ୍ତି। ଏବେ ଦେଖନ୍ତୁ, ମନେକର ପ୍ରଧାନମନ୍ତ୍ରୀ ସେ କେଡ଼େ ବଡ଼ ବ୍ୟକ୍ତିତ୍ୱ ଜଣେ, ତାଙ୍କ ପିଛା ବି କୋଟି କୋଟି ସଂଖ୍ୟାରେ ଶତ୍ରୁ ଅଛନ୍ତି, ଯେ ସିଏ ତ ରାଜା ହେଇକିରି ବସିଛନ୍ତି। ତାହେଲେ ଯାହାର ଯେତେ ଶତ୍ରୁ ଥାଏ, ଶତ୍ରୁର ଅର୍ଥ ଆଜିକାଲି ଯୁଗରେ ଆପଣ ବୁଝନ୍ତୁ କମ୍ପିଟେଟର ଆଉ ଈର୍ଷାଳୁ ବ୍ୟକ୍ତି। ଆଉ ତାଙ୍କ ପଛରେ ନିର୍ମଳ ଶତ୍ରୁ ବି ଲାଗିଥାନ୍ତି, ତାକୁ କହନ୍ତି ବିମଳ ଶତ୍ରୁ ବା ନିର୍ମଳ ଶତ୍ରୁ। ନିର୍ମଳ ଶତ୍ରୁର ଅର୍ଥ ହେଉଛି ସେ ଆପଣଙ୍କୁ ଭଲ କଥା କହୁଥିବେ, ଆପଣ ଭାବୁଥିବେ ଇଏ ଗୋଟିଏ ମୋର ଭାରି ସପଟର ଲୋକଟିଏ, କିନ୍ତୁ ଦେଖିଲା ବେଳକୁ ସିଏ ଆପଣଙ୍କର କ୍ଷତିଟି ଚାହୁଁଥିବେ। ତାକୁ କହନ୍ତି ବିମଳ ଶତ୍ରୁ। ସେଇଭଳିଆ ଶତ୍ରୁ ବି ତାଙ୍କ ପଛରେ ଲାଗନ୍ତି। ଆଉ ଏମାନେ ବେଳେ ବେଳେ ଟିକେ ପଛ ବୁଦ୍ଧିଆ ବି ହେଇଯାଆନ୍ତି। ଆଉ ଏମାନେ ବହୁତ ଧନାଢ୍ୟ ବ୍ୟକ୍ତି ହେଇଥାନ୍ତି। ଧର୍ମ କର୍ମରେ ତାଙ୍କର ବହୁତ ରୁଚି ଥାଏ, ବହୁତ ଇଚ୍ଛା ଥାଏ, ବହୁତ ଦୟାବନ୍ତ ସେମାନେ। ଆଉ କଥାଟି ଭାରି ସୁନ୍ଦର କଥା ହେଇଥାଏ। ଆଉ ସେମାନେ ଶ୍ୟାମଳ ବର୍ଣ୍ଣ ବା ଗୌରବର୍ଣ୍ଣର ଲୋକ ହେଇଥାନ୍ତି। ଆଉ ଦନ୍ତ ରୋଗୀ ବି ହେଇଥାନ୍ତି। କେଶଟି ତାଙ୍କର ଭାରି ସୁନ୍ଦର ହେଇଥାଏ। ଆଉ ସିଂହାସନ ପ୍ରାପ୍ତି ଯୋଗ ତାଙ୍କ ଭାଗ୍ୟରେ ଥାଏ। ତା ମାନେ ଏମାନେ ମୁଖ୍ୟତଃ ଯେହେତୁ ରାଜନୀତି କ୍ଷେତ୍ରରେ ତାଙ୍କର ଦବଦବା ଜାହିର କରିବାକୁ ଚାହାନ୍ତି, ତେଣୁ ସେଥିପାଇଁ ସେ ସିଂହାସନ ପ୍ରାପ୍ତି ଯୋଗ ମଧ୍ୟ ତାଙ୍କ ପାଇଁ ଥାଏ। ଆଉ ଏମାନେ ଥରେ ଜିତିଗଲା ପରେ ତାପରେ ଦେଖିବେ ସେ ଆହୁରି ଉପର ସ୍ତରକୁ ଯିବା ପାଇଁ ଚେଷ୍ଟା କରିବେ। ଏମାନଙ୍କ ପାଖରେ ପିତୃମାତୃ ଭକ୍ତି ଥାଏ। ଏମାନେ ପିତାମାତାଙ୍କୁ ବହୁତ ଭକ୍ତି କରନ୍ତି, ଗୁରୁ ବୈଷ୍ଣବ ସେବା କରନ୍ତି। ଆଉ କିନ୍ତୁ ଏତିକି କଣ, ଟିକେ ବଦରାଗୀ ବି ହେଇଥାନ୍ତି। କାହାକୁ କେତେବେଳେ କଣ କହିଦିଅନ୍ତି, ସେ ଜିନିଷଟାକୁ ସେ ସହଜରେ ଜାଣିପାରନ୍ତି ନାହିଁ। ଆଉ ପଛରେ ଅନୁତାପ କରନ୍ତି, ମୁଁ ଗୋଟେ କହିଦେଲି ସିନା, କିନ୍ତୁ ଏଭଳିଆ କଥାଟିଏ କହିବା କଥା ନୁହଁ। କିନ୍ତୁ ଯେତେବେଳେ ତାଙ୍କର କ୍ରୋଧ ମନୋବୃତ୍ତି ହେଇଯାଇଛି, ସେ ସେତେବେଳେ ଯାହା ନାହିଁ ତାହା କହିଦେବେ। ସେ ନିଜକୁ ସମ୍ଭାଳି ପାରନ୍ତି ନାହିଁ, କାହିଁକିନା ସେ ସ୍ପଷ୍ଟବାଦୀ ବି ହେଇଥାନ୍ତି। ତେଣୁ ବନ୍ଧୁଗଣ, ଆପଣ ଏଇ କଥା ଟିକେ ଟିକେ ସତର୍କ ହେଇକିରି ରହିବେ। ଯାହାକୁ ଯାହା କହୁଛନ୍ତି ଟିକେ ଭାବି ଚିନ୍ତିକିରି କହିବେ, ନହେଲେ ଆପଣଙ୍କର ସବୁ ଭଲ ଗୁଣ ଗୁଡ଼ିକ ଏଇ ଯୋଉ ଛୋଟିଆ ଦୋଷଟିଏ ରହିଯାଉଛି, ଆପଣ ଏଥିପ୍ରତି ଯଦି ସତର୍କ ହେଇଥିବେ, ଆପଣ ବହୁଜନ ଆଦୃତ ହେବେ। ତା ଅର୍ଥ ଆପଣଙ୍କର ବହୁତ ସପୋର୍ଟର ରହିବେ, ଫଲୋର ରହିବେ। ଆଉ ଏମାନେ ଉତ୍ତମ ବସ୍ତ୍ର ପରିଧାନ କରିବା ପାଇଁ, ଅଳଙ୍କାର ପିନ୍ଧିବା ପାଇଁ ତାଙ୍କୁ ଭାରି ଭଲ ଲାଗେ। ଏଇ ରାଶିର ସ୍ତ୍ରୀ ଲୋକମାନେ ସେମାନେ ମଧ୍ୟ ବହୁତ ଅଳଙ୍କାର ପ୍ରିୟ ହେଇଥାନ୍ତି, ବହୁତ ସୁନ୍ଦର ବି ହେଇଥାନ୍ତି। ତାଙ୍କର କଥାରେ ବି ଗୋଟେ ଚାର୍ମିଂ ଥାଏ। ଆଉ ଏମାନେ ଯଦି ବାଣିଜ୍ୟ କରନ୍ତି, ବେପାର ବାଣିଜ୍ୟ, ବହୁତ ବଡ଼ ବଡ଼ ବିଜନେସ୍ ଏମାନେ କରନ୍ତି, ତାଙ୍କୁ ଚତୁର୍ବର୍ଗ ଫଳ ପ୍ରାପ୍ତି ମିଳେ। ତାମାନେ ସେମାନେ ବହୁତ ପାରିବାର ଲୋକ ଗୁଡ଼ିଏ ହେଇଥାନ୍ତି। ଆଉ ଦାତା ସେ ଯାହାକୁ ଦେବେ ଭଲ କରିଦିଅନ୍ତି। ଆଉ ତାଙ୍କ ପାଖରେ ଶତ୍ରୁ ମିତ୍ର ସେମାନେ ବାରନ୍ତି ନାହିଁ। ଶତ୍ରୁ ଯାହା, ମିତ୍ର ବି ସେଇଆ। ସେ ସମସ୍ତଙ୍କୁ ନେଇକିରି ଚଳିବା ଲୋକଟିଏ ହେଇଥାନ୍ତି। ବହୁତ ପଇସା ବାଲା ଲୋକ ବି ହେଇଥାନ୍ତି। ଆଉ ମୁଖ୍ୟତଃ ଏମାନେ ବିଦେଶରେ ରହିବା ପାଇଁ ଭଲ ପାଆନ୍ତି। ବିଦେଶର ଅର୍ଥ ଆମ ଦେଶ ବାହାରକୁ ଖାଲି ନୁହଁ, ଜନ୍ମଠାରୁ ଦୂର ସ୍ଥାନରେ ରହିବା। ଆଉ ଏମାନେ କ୍ଷମାଶୀଳ ବି ହେଇଥାନ୍ତି, ରାଗି ହୋଇଥାନ୍ତି। କାହାକୁ 10 ପଦ ଗାଳି ବି ଦେଲେ ତାପରେ କ୍ଷମା ବି ମାଗି ନେଇଯାଆନ୍ତି। ତେଣୁ ସେଥିପାଇଁ ତାଙ୍କର ଲୋକ ସମ୍ପର୍କ ବହୁତ ଥାଏ। ଆଉ ବନ୍ଧୁଗଣ, ମୁଁ ଭାବୁଛି ଆପଣମାନେ ବୁଝି ସାରିବେଣି। ଯଦି ଆପଣଙ୍କୁ ଭଲ ଲାଗିଥାଏ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ଆଉ ଏତିକିରେ ରହିଲି ବନ୍ଧୁଗଣ। ଜୟ ଜଗନ୍ନାଥ।